ସତ ମୁଁ ମରିଯିବି ତମେ ମତେ ଛାଡ଼ି। ହ୍ୟାଲୋ ଛାଡ଼ିଦେବି କେମିତି? ପିଟି ପିଟି ଦେହରେ ଦାଗ କଲେ ସିନା ବାହାରେ ଯାଇକି କହିବି ମୋ ଭାଇ ମାନେ ମୋ ସ୍ତ୍ରୀକୁ ପିଟିଲେ ବୋଲି ମୁଁ ଘର ଛାଡ଼ି ପଳେଇ ଆସିଲି। ଜଗ ନୁହଁ ଜହର କଳା ଜହର। ସେଇଥିପାଇଁ ସମସ୍ତେ ମତେ କହନ୍ତି ମୁଁ ପୋଲିସ ବାଲା କମ୍ ପକ୍କା ଜାନୁଆ। ଭାଇ ଭାଇ ତମେ ଏମିତି କଣ କହୁଛ? କହିବି କଣ? ଯେ ମୋ ବଡ ଭାଇ ଯେ ମୋ ସ୍ତ୍ରୀକୁ ଖରାପ ଦୃଷ୍ଟିରେ ଦେଖୁଛନ୍ତି ଏ କଥା ମୁଁ କାହାକୁ କହିପାରିବି ନା କହିଲେ ଲୋକମାନେ ମୋ କଥାକୁ ବିଶ୍ୱାସ କରିବେ? ଓଲଟି କହିବେ ବଡ ଭାଇଟା ପାଠ ସାଠ ପଢେଇ ମଣିଷ କଲା ପରେ ଏମାନେ ଘର ଛାଡିକି ପଳେଇ ଯାଇଛନ୍ତି। ତେଣୁ ପିଟି ପିଟି ଦେହରେ ଚିହ୍ନ କଲେ ସିନା ଲୋକ ନିନ୍ଦାରୁ ବଞ୍ଚିଯିବି। ତମେ ମତେ ସେଇଥିପାଇଁ ପିଟି ଦେଲ। ଆଉ ତମେ କଣ ଭାବୁଥିଲ ମୁଁ ତମକୁ ସତରେ ଏମିତି ତୁ ତ ଭାଇକି ଚରିତ୍ର ରୂପେ କହିପାରୁଛୁ। ଆଉ କଣ ମଣିଷ ଚରିତ୍ରହୀନ? ମଉସା କଣ ମଉସା? ମଉସା କଣ? ମଉସା କଣ? ମଉସା ସିନା ଜାଣିପାରୁନାହାନ୍ତି ମୁଁ କଣ ଜାଣିପାରୁନି? ତୁ କଣ ପାଇଁ ଏ କେସରେ ମୋ ଭାଇକୁ ସାହାଯ୍ୟ କରୁଛୁ? ମୋ ସ୍ତ୍ରୀକୁ ନଷ୍ଟ ଚରିତ୍ର କହୁଛୁ? ଏଇଆ କହିଲେ ମୁଁ ମୋ ସ୍ତ୍ରୀକୁ ଛାଡ଼ିଦେବି? ତୁ ଗୋଟେ ଟୋକିକି ବାହାରିକି ଆଣିକି ଗୋଟେ ଛୁଆ କରିଦେବୁ। ତାପରେ ମୋ ମା କରିଥିବା ଦଲିଲ ଅନୁସାରେ ଯିଏ ଆଗ ଛୁଆର ବାପ ହବ ସିଏ ହବ ଏଇ କୋଠାର ମାଲିକ। ଆଉ ତୁ ମାଲିକ ହେଇଯିବୁ। ଏଇଆ ତ? ବାବା ମାନେ ଏମିତି ଗୋଟେ ଦଲିଲ କରିଯାଇଛନ୍ତି ଆଉ ସେଇ କୋଠାକୁ ଏମାନେ ପାଇବେ ବୋଲି ମୋ ସହିତ ଏମିତି ବ୍ୟବହାର କରୁଛନ୍ତି। ମୁଁ କିନ୍ତୁ ଏମାନଙ୍କୁ ଜମା ଛାଡ଼ିବିନି। ଏବେ ଏବେ ତମକୁ ମହିଳା କମିଶନ ନେଇକି ଯିବି। ମୋ ଭାଇ ମାନେ କୋଠାର ମାଲିକ ହେବେ ବୋଲି ପିଟି ପିଟି ତମର ଏ ଅବସ୍ଥା କରିଛନ୍ତି। ମୁଁ ନିଜେ ମହିଳା କମିଶନରେ କମ୍ପ୍ଲେନ କରିବି। ତମେ ଚାଲ ମୁଁ ସାକ୍ଷୀ ଦେବି ତମେ ଚାଲିବ। ଆରେ ନାହିଁ ରେ ତୁ ଏ ଘର ଛାଡ଼ି ଯାଆନି। ତୁ ଚାଲି ଗଲେ ରାତିରେ ମୁଣ୍ଡ ଟେକି ବାଟ ଚାଲି ପାରିବିନି। ଆରେ ତୁ ଯଦି କୋଠାର ମୋର ଭାଗ ନା କରେ